ପଞ୍ଚମ ଅଧ୍ୟାୟ। ଅର୍ଜୁନ କହିଲେ, ଶ୍ରୀକୃଷ୍ଣ ଆପଣ କର୍ମତ୍ୟାଗ କର୍ମଯୋଗ ମଧ୍ୟ କହିଲେ, ମାତ୍ର ଦୁଇଙ୍କ ମଧ୍ୟରେ କେଉଁଠି ଶ୍ରେଷ୍ଠ ସେଇ ଗୋଟିକ ମୋତେ ନିଶ୍ଚୟ କରି କହିବା ହୁଅନ୍ତୁ। ଭଗବାନଙ୍କର ଉପଦେଶ ଅର୍ଜୁନ ସେ ଭଗବାନଙ୍କର ଉପଦେଶ ଶୁଣି ପୂର୍ବାପର ବିରୋଧ ହେବାର ଜାଣି ଅର୍ଜୁନ ପଚାରିଲେ, ହେ ଭଗବାନ, ଆପଣ କର୍ମଯୋଗର ଉପଦେଶ ଦେଉଛନ୍ତି, ପୁଣି କର୍ମତ୍ୟାଗର ମଧ୍ୟ ଉପଦେଶ ଦେଉଛନ୍ତି, ମାତ୍ର ଦୁଇଙ୍କ ମଧ୍ୟରୁ ଯିଏ ଶ୍ରେଷ୍ଠ, ଅର୍ଥାତ୍ ମୋ ପକ୍ଷରେ କର୍ମତ୍ୟାଗ ଉତ୍ତମ କି କର୍ମଯୋଗ ଉତ୍ତମ, ତାହା ମୋତେ ନିଶ୍ଚୟ କରି କୁହନ୍ତୁ। କାହିଁକିନା ଯେପରି ଆଲୋକ ଓ ଅନ୍ଧକାର ଏକ ସମୟରେ ଏକତ୍ର ରହି ନପାରେ, ସେପରି କର୍ମତ୍ୟାଗ ଓ କର୍ମଯୋଗ ଏକ ସମୟରେ ଏକ ବ୍ୟକ୍ତି ଦ୍ୱାରା ହୋଇ ନପାରେ। ଅତଏବ ମୋ ପକ୍ଷରେ ଯାହା ଶ୍ରେଷ୍ଠ ତାହା ମୋତେ ନିଶ୍ଚୟ କରି କୁହନ୍ତୁ। ଶ୍ରୀ ଭଗବାନ କହିଲେ, କର୍ମତ୍ୟାଗ ଓ କର୍ମାନୁଷ୍ଠାନ ଏ ଦୁହେଁ ମୋକ୍ଷଦାୟକ ଅଟନ୍ତି, ମାତ୍ର ସେଦୁହିଁଙ୍କ ମଧ୍ୟରେ କର୍ମତ୍ୟାଗ ଅପେକ୍ଷା କର୍ମାନୁଷ୍ଠାନ ଉତ୍କୃଷ୍ଟ ଅଟେ। ଯେଉଁମାନଙ୍କର ଅନ୍ତଃକରଣ ଶୁଦ୍ଧ ଅଟେ, ଅର୍ଥାତ୍ ଯେଉଁମାନଙ୍କର ପ୍ରକୃତ ଆତ୍ମଜ୍ଞାନ ଅଛି, ସେମାନେ କର୍ମତ୍ୟାଗର, ଏବଂ ଯେଉଁମାନଙ୍କର ଅନ୍ତଃକରଣ ଶୁଦ୍ଧ ହୋଇନାହିଁ, ସେମାନେ କର୍ମ ଅନୁଷ୍ଠାନର ଅଧିକାରୀ। କର୍ମତ୍ୟାଗ ଓ କର୍ମଯୋଗ ଏହିପରି ଅଧିକାରୀ ଭେଦରେ ମୋକ୍ଷର କାରଣ ଅଟନ୍ତି, ଅର୍ଥାତ୍ ଆତ୍ମଜ୍ଞାନୀ କର୍ମତ୍ୟାଗର ଅଧିକାରୀ ଥିବାରୁ କର୍ମତ୍ୟାଗରେ ତାଙ୍କ ମୃତ୍ୟୁ ହୋଇନପାରେ, ମାତ୍ର ଆତ୍ମଜ୍ଞାନ ଜାତ ହୋଇନଥିବା ବ୍ୟକ୍ତିର କର୍ମତ୍ୟାଗର ଅଧିକାର ନଥିବାରୁ କର୍ମ ଅନୁଷ୍ଠାନ ଦ୍ୱାରା ତାର ମୋକ୍ଷ ଲାଭ ହେବାର ସମ୍ଭାବନା ଅଛି। ଅତଏବ ତୁମ ପକ୍ଷରେ କର୍ମତ୍ୟାଗ ଅପେକ୍ଷା କର୍ମ ଅନୁଷ୍ଠାନ ଶ୍ରେଷ୍ଠତର ଅଟେ। ହେ ମହାବାହୁ, ଯେକୌଣସି ପଦାର୍ଥ ପ୍ରତି ଇଚ୍ଛା ବା ଶତ୍ରୁତା ନ କରେ ଓ ସୁଖ ଦୁଃଖାଦି ଦ୍ୱନ୍ଦ୍ୱଶୂନ୍ୟ ଅଟେ, ତାହାକୁ ଚିର ସନ୍ନ୍ୟାସୀ ବୋଲି ଜାଣିବା ଉଚିତ, ଯେହେତୁ ସେ ଅକ୍ଲେଶର ବନ୍ଧନରୁ ମୁକ୍ତ ହୁଏ। କର୍ମର ସମସ୍ତ ଫଳ ପରମେଶ୍ୱରଠାରୁ ଅର୍ପଣ କରି ଫଳ କାମନା ରହିତ ହୋଇ ଯେ କର୍ମ ଅନୁଷ୍ଠାନ କରେ, ସେ କର୍ମ କରୁଥିଲେ ସୁଦ୍ଧା ତାହାକୁ ପ୍ରକୃତ ସନ୍ନ୍ୟାସୀ ବୋଲି ଜାଣିବାକୁ ହେବ। ଆପଣର କେବଳ ବେଶଭୂଷା ବା ଆଶ୍ରମ ତ୍ୟାଗ କଲେ ସନ୍ନ୍ୟାସୀ ପଦରେ ଯୋଗ୍ୟ ହେବ ନାହିଁ। ଆତ୍ମା ଉପରେ ଅଜ୍ଞାନର ଯେଉଁ ମଳିନ ପରିଚ୍ଛଦ ବା ଆବରଣ ପଡ଼ିଅଛି, ତାକୁ ତ୍ୟାଗ କରିପାରିଲେ ପ୍ରକୃତ ସନ୍ନ୍ୟାସୀ ନାମର ଯୋଗ୍ୟ ହେବ। ସାର କଥା କି ଆତ୍ମ ଓ ଅନାତ୍ମ ବିଚାର ଦ୍ୱାରା ସୁଖ ଦୁଃଖାଦି ଦ୍ୱନ୍ଦ୍ୱଶୂନ୍ୟ ହୋଇ ନିଷ୍କାମ ଭାବରେ କର୍ମ କରିବା ହିଁ ପ୍ରକୃତ ସନ୍ନ୍ୟାସ, ଏବଂ ତାହାଦ୍ୱାରା ଜନ୍ମମୃତ୍ୟୁରୂପକ ବନ୍ଧନରୁ ଅକ୍ଲେଶରେ ମୁକ୍ତ ହୋଇପାରିବ। କର୍ମତ୍ୟାଗ ଓ କର୍ମଯୋଗ ଏ ଦୁହେଁ ଭିନ୍ନ ବୋଲି ଅଜ୍ଞାନୀମାନେ କୁହନ୍ତି, ମାତ୍ର ପଣ୍ଡିତମାନେ କୁହନ୍ତି ନାହିଁ। କାହିଁକିନା ଗୋଟିକର ଉତ୍ତମ ରୂପେ ଅନୁଷ୍ଠାନ କଲେ ଦୁହିଁଙ୍କର ଫଳ ମିଳେ। ପାତ୍ର ବା ଅଧିକାର ଭେଦରେ ସାଂଖ୍ୟ ଓ ଯୋଗ, ଅର୍ଥାତ୍ କର୍ମତ୍ୟାଗ ଓ କର୍ମଯୋଗର ବିଧି ଆମ୍ଭେ କହିଲୁ। ଏ ଦୁହିଁଙ୍କୁ କେବଳ ଅଜ୍ଞ ବ୍ୟକ୍ତିମାନେ ପୃଥକ୍ ବୋଲି ମନେ କରନ୍ତି, ଅର୍ଥାତ୍ ଏ ଦୁହିଁଙ୍କ ମଧ୍ୟରୁ ଫଳର ତାରତମ୍ୟ ଅନୁସାରେ ଗୋଟିଏ ଶ୍ରେଷ୍ଠ ଓ ଅନ୍ୟଟା ନିକୃଷ୍ଟ ବୋଲି ମନେ କରନ୍ତି, ମାତ୍ର ପଣ୍ଡିତମାନେ ତାହା କରନ୍ତି ନାହିଁ। ଅର୍ଥାତ୍ ପଣ୍ଡିତମାନେ କର୍ମତ୍ୟାଗୀ ଓ କର୍ମଯୋଗର ଫଳ ଏକ ବୋଲି ଜାଣନ୍ତି, କାରଣ ନିଷ୍କାମ ଭାବରେ କର୍ମାନୁଷ୍ଠାନ କର୍ମତ୍ୟାଗର ନାମାନ୍ତର ମାତ୍ର। କାହିଁକିନା ଆତ୍ମଜ୍ଞାନ ଲାଭ ହେଲେ କର୍ମାନୁଷ୍ଠାନର ଆବଶ୍ୟକତା ନାହିଁ, ଏହା ଜାଣିପାରି କର୍ମତ୍ୟାଗ କଲେ ଯେଉଁ ମୁଖ୍ୟ ଫଳ ଲାଭ ହୁଏ, ସେ ଫଳ ନିଷ୍କାମ ଭାବରେ ଭକ୍ତିର ସହିତ ଚିର ବିହିତ କର୍ମ ଅନୁଷ୍ଠାନ କଲେ ଚିତ୍ତ ଶୁଦ୍ଧି ଦ୍ୱାରା ତାହା ପ୍ରାପ୍ତ ହୁଏ। ସାର କଥା କି କର୍ମତ୍ୟାଗ ଓ କର୍ମଯୋଗର ଅଧିକାର ଭେଦ ଥିଲେ ମଧ୍ୟ ଏହି ଫଳ ଦୁହିଁଙ୍କର ଏକ ହିଁ ଅଟେ, ସୁତରାଂ ସେ ଦୁହେଁ ଏକ ଅଟନ୍ତି। ସାଂଖ୍ୟତ ସନ୍ନ୍ୟାସୀମାନେ ଯେଉଁ ସ୍ଥାନକୁ ପ୍ରାପ୍ତ ହୁଅନ୍ତି, କର୍ମତ ଯୋଗୀମାନେ ମଧ୍ୟ ତହିଁକି ସେହି ସ୍ଥାନକୁ ପ୍ରାପ୍ତ ହୁଅନ୍ତି। ଅତଏବ ସାଂଖ୍ୟ ଓ ଯୋଗକୁ ଯେ ଏକ ବୋଲି ଜାଣନ୍ତି, ସେ ପ୍ରକୃତ ଜ୍ଞାନୀ ଅଟନ୍ତି। ଅର୍ଥାତ୍ ସନ୍ନ୍ୟାସୀମାନେ ଯେଉଁ ସ୍ଥାନକୁ ଯାଆନ୍ତି, ପୂର୍ବୋକ୍ତ କର୍ମାନୁଷ୍ଠାନ ସୁଲୋଚିତ ହୋଇଥିବାରୁ କର୍ମତ୍ୟାଗ କରି ଯେଉଁ ମୁଖ୍ୟ ରୂପକ ସ୍ଥାନ ଅବିଳମ୍ବେ ପ୍ରାପ୍ତ ହୁଅନ୍ତି, ନିଷ୍କାମ କର୍ମଯୋଗୀମାନେ କ୍ରମେ ଶୁଦ୍ଧଚିତ୍ତ ହୋଇ ସେହି ସ୍ଥାନକୁ ଗମନ କରିବେ, ଅର୍ଥାତ୍ ବିଳମ୍ବରେ ବା ଜନ୍ମାନ୍ତରେ ଅବଶ୍ୟ ପାଇବେ। ସୁତରାଂ ଦୁହିଁଙ୍କର ଫଳ ସମାନ। ଅତଏବ ଯେଉଁମାନେ ସନ୍ନ୍ୟାସୀ ଓ କର୍ମଯୋଗୀଙ୍କୁ ଏକ ପ୍ରକାର ଫଳଭୋଗୀ ବୋଲି ସିଦ୍ଧାନ୍ତ କରିଛନ୍ତି, ସେମାନେ ପ୍ରକୃତ ତତ୍ତ୍ୱଦର୍ଶୀ ଅଟନ୍ତି। ହେ ମହାବାହୁ, କର୍ମଯୋଗ ବ୍ୟତିରେକେ ସନ୍ନ୍ୟାସ ପ୍ରାପ୍ତି ବଡ଼ କଷ୍ଟକର, କିନ୍ତୁ କର୍ମଯୋଗକୁ ମୁକ୍ତ ତଥା ଶୁଦ୍ଧଚିତ୍ତ ହୋଇଥିବାରୁ ଅବିଳମ୍ବେ ବ୍ରହ୍ମପଦକୁ ପ୍ରାପ୍ତ ହୁଅନ୍ତି। ଯେବେ କର୍ମଯୋଗ ପରେ ପୁଣି କର୍ମତ୍ୟାଗ କରିବାକୁ ହେବ, ତେବେ ପ୍ରଥମରୁ କର୍ମତ୍ୟାଗ ଅଭ୍ୟାସ କଲେ କ୍ଷତି କ'ଣ? କାହିଁକିନା କର୍ମ କରିବାକୁ ଗଲେ
ଯଦି କର୍ମରେ ଆସକ୍ତି ଜନ୍ମେ ତେବେ ତାହା ତ୍ୟାଗ କରିବା କଠିନ ହେବ। ଏପରି ସ୍ଥଳେ କର୍ମ ତ୍ୟାଗ କରିବା ଅପେକ୍ଷା କର୍ମ ନ କରିବା ଭଲ। ଅର୍ଥାତ୍ ପଙ୍କରେ ପଶି ପୁଣି ଗୋଡ଼ ଧୋଇବା ଅପେକ୍ଷା ପଙ୍କରୁ ଦୂରେଇ ରହିବା ଶ୍ରେଷ୍ଠ। ଏ ପ୍ରକାର ଆଶଙ୍କା ନିବାରଣ ପାଇଁ ଶ୍ରୀ ଭଗବାନ କହିଲେ ଯେ କର୍ମ ନ କରିବା ଓ କର୍ମ ତ୍ୟାଗ ଏ ଦୁଇଟି ସମ୍ପୂର୍ଣ୍ଣ ପୃଥକ୍। କର୍ମ ନ କରିବାର ନାମ ସନ୍ନ୍ୟାସ ନୁହେଁ, କର୍ମ କରି ତାହା ତ୍ୟାଗ କରିବାର ନାମ ସନ୍ନ୍ୟାସ। ସେ କର୍ମତ୍ୟାଗ କର୍ମଯୋଗ ବ୍ୟତିରେକ କଷ୍ଟକର। ଅର୍ଥାତ୍ ପ୍ରଥମେ କର୍ମାନୁଷ୍ଠାନ କରି ଚିତ୍ତଶୁଦ୍ଧି ନ ହେଲେ କର୍ମତ୍ୟାଗ କରିହେବ ନାହିଁ। କାହିଁକି ନା କର୍ମ ନ କଲେ ତ୍ୟାଗ କରିବ କ'ଣ? ଆଉ ଜଗତରେ କେହି ବି କର୍ମ ନ କରି ରହିପାରନ୍ତି ନାହିଁ। ସମସ୍ତେ କର୍ମ କରନ୍ତି, ମାତ୍ର ତାହାର ଗୁଣାଗୁଣ ଜାଣିନଥିବା ବ୍ୟକ୍ତି ସେଥିରେ ଆସକ୍ତ ହୁଅନ୍ତି ଓ ଜାଣିଥିବା ଲୋକ ଆସକ୍ତ ହୁଅନ୍ତି ନାହିଁ। କିନ୍ତୁ ଯେ କର୍ମ କରିନାହାନ୍ତି କର୍ମରେ ତାଙ୍କର କିଞ୍ଚିତ୍ ମାତ୍ର ଜ୍ଞାନ ନାହିଁ, ସୁତରାଂ ସେ ଦିନେ ଆସୂତିତ କର୍ମର ବନ୍ଧନରେ ପଡ଼ିପାରନ୍ତି। ସେହି ହେତୁରୁ ତାଙ୍କର କର୍ମାନୁଷ୍ଠାନରେ ଚିତ୍ତଶୁଦ୍ଧି ହୋଇ ନଥିବାରୁ ସେ ସହଜରେ ସନ୍ନ୍ୟାସ ବା ଜ୍ଞାନଯୋଗ ଅବଲମ୍ବନ କରନ୍ତି ଓ ତାଦ୍ୱାରା ବ୍ରହ୍ମପଦ ପ୍ରାପ୍ତ ହୁଅନ୍ତି। ଫଳଗତ ଏହି ଯେ ଚିତ୍ତଶୁଦ୍ଧି ନ ହେଲେ କର୍ମ ତ୍ୟାଗ କରିହେବ ନାହିଁ। ନିଷ୍କାମ କର୍ମାନୁଷ୍ଠାନ ନ କଲେ ଚିତ୍ତଶୁଦ୍ଧି ହୁଏ ନାହିଁ। ସୁତରାଂ କର୍ମ ତ୍ୟାଗ ବିଷୟରେ କର୍ମାନୁଷ୍ଠାନ ହିଁ ଏକମାତ୍ର କାରଣ ଅଟେ। ଯାହାଙ୍କର ଚିତ୍ତ ବିଶୁଦ୍ଧ ଓ ଯାହାଙ୍କର ଦେହ ଇନ୍ଦ୍ରିୟଗଣ ବଶୀଭୂତ ଏବଂ ଯେ ଆପଣାର ଆତ୍ମାକୁ ସର୍ବପ୍ରାଣୀଙ୍କ ଆତ୍ମା ପରେ ଜାଣନ୍ତି, ସେ କର୍ମ କଲେ ସୁଦ୍ଧା ତହିଁରେ ଲିପ୍ତ ହୁଅନ୍ତି ନାହିଁ। କାଳେ ଅର୍ଜୁନ ଏପରି ଆଶଙ୍କା କରିବେ ଯେ କର୍ମ କରି ତ କର୍ମ ତ ସଂସାର ବନ୍ଧନ ହେତୁ, କର୍ମ ଯୋଗେ ସଂସାର ବନ୍ଧନ ନ ପଡ଼ି କିପରି ମୁକ୍ତି ଲାଭ କରିପାରିବେ? ସେଥିପାଇଁ ଶ୍ରୀ ଭଗବାନ କହୁଛନ୍ତି ଯେ ଫଳ କାମନା ରହିତ ହୋଇ କର୍ମର ଅନୁଷ୍ଠାନ କରନ୍ତି, ପ୍ରଥମରେ ତାଙ୍କର ଅନ୍ତଃକରଣ ବା ମନୋବୃତ୍ତି ବିଶୁଦ୍ଧ ହୁଏ, ଅର୍ଥାତ୍ ରଜ ଓ ତମଗୁଣ ଶୂନ୍ୟ ହୁଏ। ସେହି ହେତୁରୁ ସେ ଦେହାଭିମାନ ରହିତ ହୋଇ ଇନ୍ଦ୍ରିୟମାନଙ୍କୁ ଜୟ କରନ୍ତି ଓ ମନଦଣ୍ଡ, କାୟଦଣ୍ଡ ଅର୍ଥାତ୍ ବାହ୍ୟଦଣ୍ଡ ଅର୍ଥାତ୍ ଇନ୍ଦ୍ରିୟ ବଶୀଭୂତ ଏପରି ତ୍ରିଦଣ୍ଡଯୁକ୍ତ ହୋଇ ସର୍ବଭୂତରେ ଆତ୍ମଜ୍ଞାନ ଲାଭ କରନ୍ତି, ଅର୍ଥାତ୍ ବ୍ରହ୍ମଠାରୁ ସ୍ତମ୍ଭ ପର୍ଯ୍ୟନ୍ତ ସବୁ ପଦାର୍ଥକୁ ଆପଣାର ମଣନ୍ତି। ଏ ପ୍ରକାର କର୍ମଯୋଗୀଙ୍କୁ ମୁଁ କର୍ମ କରୁଅଛି ଏପରି ଅଭିମାନ ଅଥବା ଏ କର୍ମର ଫଳ ମୋତେ ମିଳୁ ଏପରି କାମନା ନଥିବାରୁ ସେ ଲୋକଶିକ୍ଷା ପାଇଁ କିମ୍ବା ଶରୀର ଯାତ୍ରା ନିର୍ବାହ ପାଇଁ କୌଣସି କର୍ମ କଲେ ସୁଦ୍ଧା ତହିଁରେ ଲିପ୍ତ ହୁଅନ୍ତି ନାହିଁ, ଅର୍ଥାତ୍ ସେ କର୍ମଜନିତ ଫଳ ତାଙ୍କୁ ସଂସାରରେ ଆବଦ୍ଧ କରିପାରେ ନାହିଁ। ତତ୍ତ୍ୱଦର୍ଶୀୟତେ ନିଷ୍କାମ କର୍ମଯୋଗୀ ଦର୍ଶନ, ଶ୍ରବଣ, ସ୍ପର୍ଶନ, ଘ୍ରାଣ, ଭୋଜନ, ଗମନ, ଶୟନ ଓ ଶ୍ୱାସ ଗ୍ରହଣାଦି କ୍ରିୟା କଲେ ମଧ୍ୟ ଆମ୍ଭେ କିଛି କରୁନାହୁଁ ବୋଲି ମନେ କରନ୍ତି। ସେହି କର୍ମଯୋଗୀ କଥନ, ମଳମୂତ୍ର ଆଦି ତ୍ୟାଗ, ଦ୍ରବ୍ୟ ଗ୍ରହଣ, ଚକ୍ଷୁ ଫିଟାଇବା ଓ ବୁଝିବା ଏମାନେ କଲେ ମଧ୍ୟ ଇନ୍ଦ୍ରିୟମାନେ ଆପଣା ବିଷୟରେ ରତ ଅଛନ୍ତି, ଏହା ନିଶ୍ଚୟ କରି ଆମ୍ଭେ କିଛି କରୁନାହୁଁ ବୋଲି ମନେ କରନ୍ତି। ଯେ ପ୍ରଥମରୁ ନିଷ୍କାମ ଭାବରେ କର୍ମ ଅନୁଷ୍ଠାନ କରିଥିବାରୁ ବିଶୁଦ୍ଧ ଅନ୍ତଃକରଣ ଯୁକ୍ତ ହୋଇଛନ୍ତି, ସେ ଦର୍ଶନ, ଶ୍ରବଣ, ଘ୍ରାଣ, ଭୋଜନ ଓ ସ୍ପର୍ଶ ପ୍ରଭୃତିକୁ ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ୱା ଓ ତ୍ୱକ ଇତ୍ୟାଦିକୁ ଇନ୍ଦ୍ରିୟମାନଙ୍କର କ୍ରିୟା ବୋଲି ମନେ କରନ୍ତି। ସେହିପରି ଗମନକୁ ପାଦର, ଶୟନ ବା ନିଦ୍ରାକୁ ବୁଦ୍ଧିର, ନିଶ୍ୱାସ ପ୍ରଶ୍ୱାସକୁ ପ୍ରାଣାଦି ବାୟୁର, କଥନକୁ ବାକ୍ ଇନ୍ଦ୍ରିୟର, ମଳମୂତ୍ର ଆଦି ତ୍ୟାଗକୁ ପାୟୁ ଉପସ୍ଥର, ଦ୍ରବ୍ୟାଦି ଗ୍ରହଣକୁ ହସ୍ତର ଏବଂ ଆଖି ଫିଟାଇବା ବୁଝିବାକୁ କୂର୍ମ ନାମକ ବାୟୁର କାର୍ଯ୍ୟ ବୋଲି ମନେ କରନ୍ତି, ଅର୍ଥାତ୍ ଉକ୍ତ କାର୍ଯ୍ୟମାନ ଜ୍ଞାନେନ୍ଦ୍ରିୟ, କର୍ମେନ୍ଦ୍ରିୟ, ପ୍ରାଣାଦି ବାୟୁ, ବୁଦ୍ଧି ପ୍ରଭୃତି ମନୋବୃତ୍ତି ଦ୍ୱାରା ହେଉଥିବାରୁ ନିଶ୍ଚୟ ଜାଣନ୍ତି ଏବଂ ଆମ୍ଭେ କିଛି କରୁନାହୁଁ ବୋଲି ମଣନ୍ତି, ଅର୍ଥାତ୍ ଆତ୍ମା ଯେ ନିଃସଙ୍ଗ ଓ ନିଷ୍କ୍ରିୟ ତାହା ନିଶ୍ଚୟ ରୂପେ ଜାଣନ୍ତି। ଯେ ବ୍ୟକ୍ତି ଫଳଭୋଗ ଇଚ୍ଛା ତ୍ୟାଗପୂର୍ବକ ପରମେଶ୍ୱରଙ୍କ ନିମିତ୍ତ କର୍ମମାନ କରନ୍ତି, ତାଙ୍କୁ ପାପ ପଦ୍ମପତ୍ରର ଜଳ ପରି ଲିପ୍ତ କରେ ନାହିଁ। କାଳେ ଅର୍ଜୁନ ଏପରି ଆଶଙ୍କା କରିବେ ଯେ କର୍ମ କଲେ ତ ନିଶ୍ଚୟ ତାହାର ଫଳ ଭୋଗ କରିବାକୁ ହେବ, ପୁଣି ଚିତ୍ତଶୁଦ୍ଧି ନ ହେବା ଯାଏ କର୍ମ ତ୍ୟାଗ ମଧ୍ୟ କରାଯାଇ ନପାରେ, ତେବେ ଆଉ ମୋକ୍ଷପ୍ରାପ୍ତି ହେବ କିପରି? ସେଥିପାଇଁ ସେ ଭଗବାନ କହିଲେ ଯେ ପୃଥିବୀର ପ୍ରାୟ ଯାବତୀୟ ପଦାର୍ଥ ଜଳ ସଂଲଗ୍ନ ହେଲେ ଆଦର ହୁଏ ସତ, ମାତ୍ର ଯେପରି ଜଳରେ ସର୍ବଦା ରହିଥିବା ପଦ୍ମପତ୍ରକୁ ତଦୁପରେ ଜଳ ଲିପ୍ତ କରେ ନାହିଁ, ଅର୍ଥାତ୍ ଯେପରି ପଦ୍ମପତ୍ର ଉପରେ ଜଳ ଲାଗି ରହିପାରେ ନାହିଁ, ସେପରି କର୍ମର ଫଳ ସମସ୍ତେ ଭୋଗ କରନ୍ତି ସତ, ମାତ୍ର ଯେ କର୍ମର ଫଳ ସବୁକୁ ଈଶ୍ୱରଙ୍କଠାରୁ ଅର୍ପଣ କରି ଫଳଭୋଗ ଇଚ୍ଛା ତ୍ୟାଗପୂର୍ବକ କର୍ମ କରନ୍ତି, ସେ କର୍ମ